ନମସ୍କାର ପ୍ରିୟ ଛାତ୍ରଛାତ୍ରୀ, ଆଜିର ଆଲୋଚନାର ବିଷୟବସ୍ତୁ ଦଶମ ବୋର୍ଡ଼ ପରୀକ୍ଷା ପାଇଁ ପର୍ଯ୍ୟଟନ ଓ ଆତିଥ୍ୟ ଭୋକେସନାଲ ଟ୍ରେଡ୍ ପାଇଁ କିଛି ସମ୍ଭାବିତ ପ୍ରଶ୍ନ, ଯେଉଁଟାକି ଲଙ୍ଗ୍ ଟାଇପ୍ କୋଶ୍ଚିନ୍ ଗୁଡ଼ିକ ରହିଛି। ଯେହେତୁ ଦଶମ ବୋର୍ଡ଼ ପରୀକ୍ଷାରେ 4 ମାର୍କର 5ଟି କୋଶ୍ଚିନ୍, 5 ମାର୍କର 2ଟି କୋଶ୍ଚିନ୍ ଲଙ୍ଗ୍ ଟାଇପ୍ କୋଶ୍ଚିନ୍ ଆସୁଛି, ସେଥିପାଇଁ ମୁଁ ନେଇ ଆସିଛି କେତୋଟି ସମ୍ଭାବିତ ପ୍ରଶ୍ନ। ସେହି ସମ୍ଭାବିତ ପ୍ରଶ୍ନ ଆମେ ଯଦି ଠିକ୍ ଭାବରେ ପ୍ରସ୍ତୁତ ହେବା, ତାହେଲେ ସମସ୍ତ କୋଶ୍ଚିନ୍ ଗୁଡ଼ିକ ଦଶମ ବୋର୍ଡ଼ ପରୀକ୍ଷାରେ ଆସିବ। ଆମେ ସମସ୍ତେ 100% ମାର୍କ ରଖିପାରିବା। ତେଣୁ ଆଟଲିଷ୍ଟ ଏଇ କୋଶ୍ଚିନ୍ ଗୁଡ଼ାକ ପରୀକ୍ଷା ହଲ୍କୁ ଯିବା ପୂର୍ବରୁ ଥରୁଟିଏ ପ୍ରସ୍ତୁତ ହେଇଯିବ। ନିଶ୍ଚିତ ଭାବରେ ଖାତା ବ୍ଲାଙ୍କ କରି ଆସିବନି, ସମସ୍ତ ଉତ୍ତର ହିଁ ଦେଇ ଆସିବ। ତେଣୁ ଏ କୋଶ୍ଚିନ୍ ଗୁଡ଼ିକ କ'ଣ ରହିଛି, ଆସ ସେଗୁଡ଼ିକ ଦେଖିବା। ଏମିତି ଗୋଟେ ପ୍ରଥମେ ତୁମକୁ ସୂଚନା ଥିବ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ଉତ୍ତର 100ରୁ 150 ଶବ୍ଦଟି 100ରୁ 150 ଗୋଟି ଶବ୍ଦ ମଧ୍ୟରେ ଲେଖ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 5 ନମ୍ବର ରହିଛି। ତେଣୁ ଆମେ କେତୋଟି କୋଶ୍ଚିନ୍ ରଖିଛୁ। ପ୍ରଥମ କୋଶ୍ଚିନ୍ ଅଛି, ଆତିଥ୍ୟ କହିଲେ କ'ଣ ବୁଝ? ଆତିଥ୍ୟ ବ୍ୟବସାୟର ଗୁଣ ଗୁଡ଼ିକ ବର୍ଣ୍ଣନା କର, ଯାହାକି 100ରୁ 150 ଶବ୍ଦ ମଧ୍ୟରେ ଲେଖିବାକୁ ପଡ଼ିବ। ଦ୍ୱିତୀୟ ପ୍ରଶ୍ନ ରଖିଛୁ, ଗ୍ରାହକ କହିଲେ କ'ଣ ବୁଝ? ଗ୍ରାହକଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ'ଣ କ'ଣ ବର୍ଣ୍ଣନା କର। ଗ୍ରାହକ କେତେ ଜଣ, କେତେ ଭାଗରେ ବିଭକ୍ତ କରାଯାଇଛି, ଗ୍ରାହକ କାହାକୁ କୁହାଯାଏ, ଗ୍ରାହକ ଯେଉଁ ସବୁ ଗ୍ରାହକ ଅଛନ୍ତି, ଯେଉଁ ବିଭାଗୀକରଣ କରାଯାଇଛି, ସମସ୍ତଙ୍କ ବିଷୟରେ ଆଲୋଚନା ବା ସୁନ୍ଦର ଭାବରେ ଲେଖିବ। ତୃତୀୟ ପ୍ରଶ୍ନଟି ଅଛି, ଗ୍ରାହକଙ୍କ ଅଭିଯୋଗ ଉପରେ କିପରି କାର୍ଯ୍ୟ କରିବା। ଚତୁର୍ଥ ପ୍ରଶ୍ନଟି ଅଛି, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ସେବା ଓ ସୁବିଧା ଯୋଗାଇ ଦେବାର ମୁଖ୍ୟ ବିଷୟ ଗୁଡ଼ିକ ବର୍ଣ୍ଣନା କର। ପଞ୍ଚମ ପ୍ରଶ୍ନଟି, ବୌଦ୍ଧିକ ସମ୍ପତ୍ତି ଅଧିକାର IPR ଉପାଦାନ ପ୍ରକାରଭେଦ ଗୁଡ଼ିକ ଲେଖ। ଷଷ୍ଠ କୋଶ୍ଚିନ୍ଟି ଅଛି, ସୁସ୍ଥ ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ, ତାହା ବର୍ଣ୍ଣନା କରାଯିବ। ଷଷ୍ଠ କୋଶ୍ଚିନ୍ଟି, ରେସ୍ତୋରାଁକୁ ସ୍ୱଚ୍ଛତା ଓ ସଫାସୁତୁରା ବଜାୟ ରଖିବା ପାଇଁ କ'ଣ କରିବା ଆବଶ୍ୟକ, ତାହା ବିସ୍ତୃତ ଭାବରେ ବର୍ଣ୍ଣନା କର। ଅଷ୍ଟମ କୋଶ୍ଚିନ୍ଟି, ସଙ୍କଟ କ'ଣ? କର୍ମକ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସଙ୍କଟ ଗୁଡ଼ିକ ଆଲୋଚନା କର। ଏହି କୋଶ୍ଚିନ୍ ଗୁଡ଼ିକ 8ଟି କୋଶ୍ଚିନ୍ ଅଛି 5 ମାର୍କ ପାଇଁ। ଆଉ କେତୋଟି କୋଶ୍ଚିନ୍ 14 ଗୋଟି କୋଶ୍ଚିନ୍ ଅଛି 4 ମାର୍କ ପାଇଁ। ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର 75ରୁ 100 ଗୋଟି ଶବ୍ଦ ମଧ୍ୟରେ ଲେଖ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 4 ନମ୍ବର, ଏମିତି ସୂଚନା ଥିବ। ଏଥିପାଇଁ କେତୋଟି କୋଶ୍ଚିନ୍ ରହିଛି। ପ୍ରଥମ କୋଶ୍ଚିନ୍, ପ୍ରତ୍ୟୁତ୍ତର କ'ଣ? ଅତିଥିମାନଙ୍କ ଠାରୁ ମନ୍ତବ୍ୟ ଆସିବାର ଉପାୟ ଗୁଡ଼ିକ ଆଲୋଚନା କର। ଦ୍ୱିତୀୟ ସମ୍ଭାବିତ ପ୍ରଶ୍ନଟି, ଗ୍ରାହକଙ୍କ ପସନ୍ଦ ଉପରେ ପଡ଼ୁଥିବା ପ୍ରଭାବ ଗୁଡ଼ିକ ଆଲୋଚନା କର। ତୃତୀୟ ସମ୍ଭାବିତ ପ୍ରଶ୍ନଟି, ଅତିଥିମାନଙ୍କ ଠାରୁ ମନ୍ତବ୍ୟ ଆସିବାର ଉପାୟ ଗୁଡ଼ିକ ବିସ୍ତୃତ ଭାବରେ ଆଲୋଚନା କର। ଚତୁର୍ଥ ସମ୍ଭାବିତ ପ୍ରଶ୍ନଟି, ଅତିଥିମାନଙ୍କ ସହିତ ଆମେ କିପରି ଭାବରେ ଶିଷ୍ଟାଚାର ଦେଖାଇବା ଉଚିତ। ପଞ୍ଚମ ସମ୍ଭାବିତ ପ୍ରଶ୍ନଟି, ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାର ଉପାୟ ଆମେ କିଭଳି ଭାବରେ କରିଥାଉ। ଷଷ୍ଠ ପ୍ରଶ୍ନଟି, କାର୍ଯ୍ୟାଳୟ ପରିଚାଳନା ପାଇଁ ଆଚରଣ ଶିକ୍ଷାର ପ୍ରୟୋଗ କିପରି ହୋଇଥାଏ। ସପ୍ତମ ସମ୍ଭାବିତ ପ୍ରଶ୍ନଟି, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ କିପରି ଶିଷ୍ଟାଚାର ଯୋଗାଇ ଦେବା ଉଲ୍ଲେଖ କର। ଅଷ୍ଟମ ସମ୍ଭାବିତ ପ୍ରଶ୍ନଟି, ବୌଦ୍ଧିକ ସମ୍ପତ୍ତି ଅଧିକାର IPRର ଇତିହାସ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କର। ନବମ ପ୍ରଶ୍ନଟି, ହୋଟେଲରେ ଥିବା ଖାଦ୍ୟ ଓ ପାନୀୟ ବିଭାଗର ପରିଚୟ ପ୍ରଦାନ କର। ଦଶମ ପ୍ରଶ୍ନଟି, ଖାଦ୍ୟ ଓ ପାନୀୟ ବିଭାଗ କର୍ମଚାରୀମାନଙ୍କ କର୍ମକ୍ଷେତ୍ରରେ ସୁରକ୍ଷା ପ୍ରଣାଳୀ ବିଷୟରେ ବୁଝାଇ ଲେଖ। 11 ନମ୍ବର ପ୍ରଶ୍ନଟି, ଖାଦ୍ୟ ଓ ପାନୀୟ ବିଭାଗର ସୁରକ୍ଷା ପ୍ରକ୍ରିୟା ବିଷୟରେ ଆଲୋଚନା କର। 12 ନମ୍ବର ପ୍ରଶ୍ନଟି, କର୍ମକ୍ଷେତ୍ରରେ ଦୁର୍ଘଟଣାର ବିଭିନ୍ନ କାରଣ ଗୁଡ଼ିକ ବିଶ୍ଳେଷଣ କର। କର୍ମକ୍ଷେତ୍ରରେ ଦୁର୍ଘଟଣାର ବିଭିନ୍ନ କାରଣ ଗୁଡ଼ିକ ବିଶ୍ଳେଷଣ କର। 13 ନମ୍ବର ପ୍ରଶ୍ନଟି, ଆତିଥ୍ୟ ଶିଳ୍ପରେ ବୈଦେଶିକ ଭାଷାର ଭୂମିକା ବର୍ଣ୍ଣନା କର। ଆତିଥ୍ୟ ଶିଳ୍ପରେ ବୈଦେଶିକ ଭାଷାର ଭୂମିକା ବର୍ଣ୍ଣନା କର।
14 ନମ୍ବର ପ୍ରଶ୍ନଟି ଆତିଥ୍ୟ ଶିଳ୍ପରେ ଇଂରାଜୀ ଭାଷାର ଗୁରୁତ୍ୱ ବର୍ଣ୍ଣନା କର। ଏହା ଥିଲା ଆମର ସମ୍ଭାବିତ ପ୍ରଶ୍ନ ଗୁଡ଼ିକ। ତେଣୁ ପିଲାମାନେ ସମସ୍ତେ ଏଇ କୋଶ୍ଚିନ୍ ଗୁଡ଼ିକ ଭଲ ଭାବରେ ପ୍ରସ୍ତୁତ ହେବ। ପ୍ରସ୍ତୁତ ହେଲା ପରେ ପରୀକ୍ଷାରେ ଭଲ ଲେଖିବ। କୌଣସି ପିଲା ଟିଏସ୍ ସବଜେକ୍ଟ ଯେଉଁମାନେ ନେଇଛନ୍ତି ସେମାନେ କୌଣସି ଖାତା କେବେ ବ୍ଲାଙ୍କ କରି ହିଁ ଆସିବନି। ଏଇ କୋଶ୍ଚିନ୍ ଗୁଡ଼ିକ ଯଦି ସୁନ୍ଦର ଭାବରେ ପ୍ରସ୍ତୁତ ହେଇଯାଇଥିବା ତାହେଲେ ଆମେ 100% ମାର୍କ ରଖିବା। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ମୋର ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ ବି ଦେବେ। ଧନ୍ୟବାଦ।